ବୈଦାନ୍ୟ ମହାନୀୟତା ଅଞ୍ଚଳରେ ପ୍ରଶଂସା ଉଭୟକୁ ନେଇ ଭଣ୍ଡାରୀପୋଖରୀ ମାଳଦା ଚତୁର୍ଭୁଜପୁରରେ ଦେବଦତ୍ତ ବାରିକ ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ପାଇଁ ନିଜ ଅର୍ଥ ବଳରେ ତିଆରି କରିଛନ୍ତି ସଂକୀର୍ତ୍ତନ ମଣ୍ଡପ। ଇଞ୍ଜିନିୟର ଥିବା ଦେବଦତ୍ତ ବାରିକ ଏବେ ଗ୍ରାମରେ ଅନେକ ସଂଗଠନ କରି ନିର୍ମାଣ କରୁଛନ୍ତି ସଂକୀର୍ତ୍ତନ ମଣ୍ଡପ। ଛୋଟେଶ୍ୱର କୀର୍ତ୍ତନ ମଣ୍ଡଳୀ ନାମରେ ବେଶ ପରିଚିତ ଦେବଦତ୍ତ ତାଙ୍କରି ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରୁଛନ୍ତି ଗ୍ରାମବାସୀ। ଆମମାନଙ୍କର ଲୋକମାନଙ୍କର ସହାୟତା ସହାନୁଭୂତିରେ ମୁଁ ଆଜି ବି ଛୋଟ ବଡ଼ ହେଇଛି। ବଡ଼ ହେଲା ପରେ ଆଜି ଗୋଟେ କଣ୍ଟ୍ରାକ୍ଟର ମୁଁ କାମ କରିପାରୁଛି। ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଟାଟା ଷ୍ଟିଲ୍ ମୁଁ ଆଜି ଗୋଟେ ଭଲ ଗୋଟେ କଣ୍ଟ୍ରାକ୍ଟର ଷ୍ଟିଲ୍ ଲାଇସେନ୍ସ ଦ୍ୱାରା ମୁଁ ପରିପାଳିତ। ଆଉ ଯେହେତୁ ଭଗବାନଙ୍କର ଆଶୀର୍ବାଦର ଏଠି ଆମର ଜଣେ ଥିଲେ ଯେ ସେ ଆଜି ଚାଲିଗଲେଣି ଇନ୍ଦୁମତୀ ଦାସ। ସିଏ ଯେତେବେଳେ ଆମେ କୀର୍ତ୍ତନ କରେ ମୁଁ ଆକ୍ଚୁଆଲି କଳସ ବୁଡ଼ାଇଥିଲି। କୀର୍ତ୍ତନ କରିବା ଭିତରେ ସିଏ ମୋତେ ବହୁତ ଥର ଉତ୍ସାହ କରିଥିଲେ ଯେ ମୋତେ ଏଇ ମଣ୍ଡଳୀ ତୁ ହିଁ କରିବୁ, ହେଲା କି ତ ଭଗବାନ ତୋତେ ଆଶୀର୍ବାଦ କରୁଛନ୍ତି ତୁ ହିଁ କରିବୁ। ଯାହାଫଳରେ ଆଜି ସେ ସୁଯୋଗ ମୋତେ ମିଳିଲା। ସୁଯୋଗ ପରେ ମୋତେ ଭଗବାନ ଆଜି ମୋତେ ଏଇ ଜାଗାରେ ପହଞ୍ଚିଲା ପରେ ମୁଁ ଏଇ ମଣ୍ଡଳୀଟିକୁ ପରିଚାଳିତ କରୁଛି। ଆଉ ଭାବୁଛି ଠାକୁରଙ୍କ ଦୟାରୁ ଏ ଜିନିଷ ଏହାଦ୍ୱାରା ଗ୍ରାମବାସୀ ଉପକୃତ ହେବା ସହିତ ଯେଉଁଟା ଆଧ୍ୟାତ୍ମିକ ଗୋଟେ ବାତାବରଣ ସୃଷ୍ଟି ହେବ କି? ଆଧ୍ୟାତ୍ମିକ ଆଜ୍ଞା ଏ ଗାଁର କିଛି ମଣ୍ଡଳୀ ଆମର ଏଠି ନଥିଲା। ବହୁତ ଲୋକ ଅସୁବିଧା ପଡ଼ୁଥିଲେ। ଲୋକମାନେ ମଙ୍ଗଳା ମନ୍ଦିର ନଥିଲା, ମଙ୍ଗଳା ମନ୍ଦିର ବି ନଥିଲା। ଜଣେ ମଙ୍ଗଳା ମନ୍ଦିର ଗଣେଶ କୁମାର ସାମଲ ସିଏ ବି ମଙ୍ଗଳା କଲେ। ଆଉ ଆମର ଏଠି ସନ୍ତୋଷ ମଣ୍ଡଳ ବି ଷ୍ଟାର୍ଟ ହେଇଛି, ସେଠି ବି ମଣ୍ଡଳୀ ହେବ। ନବଗ୍ରହ ବି ଚାଲିଛନ୍ତି, ଆଉ ହରପାର୍ବତୀ ଚାଲିଛନ୍ତି ମୂର୍ତ୍ତି। ଏଠି ଠାକୁର ପାଇଁ ଭଗବାନଙ୍କ ଲୋକମାନେ ସବୁ ଏଠି ସେଠି ଯାଉଥିଲେ, ହେଲା କି ଗଲା ପରେ ଏଠି ବର୍ତ୍ତମାନ ଆମର ମଣ୍ଡଳୀ ହେଲେ। ଆଉ ଆମର ଜଗନ୍ନାଥ ମନ୍ଦିର ଯେଉଁ ମଙ୍ଗଳା ମନ୍ଦିର ସନ୍ତୋଷିଆ ମନ୍ଦିର ହେଲେ ଆମ ଲୋକମାନଙ୍କର ଏଇଠି ପାଖରେ ଠାକୁରଙ୍କୁ ଭଗବାନଙ୍କର ଆଶୀର୍ବାଦ ନେଇପାରିବେ। ଆଗକୁ ଆଶା ସବୁ କ'ଣ ରଖିଛନ୍ତି ଗାଁରେ ଉନ୍ନତିକରଣ? ଗାଁକୁ ଆଶା ବହୁତ ଆଶା ଅଛି। ଭଗବାନଙ୍କର କ'ଣ ଆଶୀର୍ବାଦ ମୁଁ ଜାଣିନି, ହେଲା କି ଆଉ ଏଇ ଛୋଟ ଛୋଟ ଅନୁଷ୍ଠାନ ମୁଁ ଚଲେଇଛି, ହେଲା କି ଯାହାଫଳରେ ଭଗବାନଙ୍କର ଆଶୀର୍ବାଦ ଯେତେ ଆଗକୁ ହେବ ସେ ଅନୁଷ୍ଠାନ ଆଗକୁ ବଢ଼ିବ। କେତେ ଟଙ୍କା କ'ଣ ଖର୍ଚ୍ଚ ଭାବୁଛନ୍ତି ଯେଉଁ କରାଯାଉଛି? ପଇସା କଥା আমি କହିପାରିବିନି ମୁଁ, ହେଲା କି କେତେ ଆକଳନ କରାହେବ କ'ଣ ହେବ ସେ ସମୟ କହିବ। ସମ୍ପୂର୍ଣ୍ଣ ଶେଷ ଯାଏ ଆପଣ ଅଛନ୍ତି? ଭଗବାନଙ୍କ ଦୟାରୁ ମୁଁ ସମ୍ପୂର୍ଣ୍ଣ ଶେଷ ଯାଏ ଅଛି। ଆଉ କାହାକୁ ମୁଁ ସମସ୍ତଙ୍କ ସହାନୁଭୂତିରେ ଅଛି। ମୋର ବେଶୀ ଗ୍ରାମବାସୀଙ୍କର ସହାନୁଭୂତି ଅଛି, ତାଙ୍କର ଆଶୀର୍ବାଦ ଅଛି। ମୁଁ ଆଗକୁ କିଛି ସଫଳ କରିପାରିବି ଠାକୁରଙ୍କ ପାଖରେ ଏତିକି ପ୍ରାର୍ଥନା ମୋର। ଦେଖନ୍ତୁ ଏ ତ ଅନୁଷ୍ଠାନ ଆମର ଆଜ୍ଞା 30 ବର୍ଷର ବାବା ଛୋଟେଶ୍ୱରଙ୍କ କୃପାରୁ ଆଜି ତାର ଆମର କୀର୍ତ୍ତନ ମଣ୍ଡଳୀର ଛାତ ସମାରୋହ ଚାଲିଛି। ଆଉ ଏଥିପ୍ରତି ଆମର ଗ୍ରାମରେ ଥିବା ସମସ୍ତ ମାନେ ପରିବାର ବର୍ଗ ତଥା ସମାଜ ବହୁ ଖୁସି ଅଛନ୍ତି, ଆମେ ବହୁତ ଖୁସି ଅଛୁ ଏଇଥିପାଇଁ ଯେ କି ଆମ ଗାଁର ଅନୁଷ୍ଠାନ ଯେ କି ଆମର ଏ ଗ୍ରାମର ପ୍ରାୟତଃ 80ରୁ 90% ବ୍ୟକ୍ତି ଦିନ ମଜୁରିଆ ବା ଖଟିକିଆ ଲୋକ। ସେ ଦୃଷ୍ଟିକୋଣରୁ ଆମ ଗ୍ରାମରେ ପୂର୍ବତନ ଶିକ୍ଷକ ସତ୍ୟବ୍ରତ ବାରିକ ମୋର ଭାଇ ଧନୀ ଭାଇ, ତାଙ୍କର ଜ୍ୟେଷ୍ଠ ପୁତ୍ର ଦିବ୍ୟାଂଶୁ ଇଞ୍ଜିନିୟରିଂର ପରିଚାଳକ ଶ୍ରୀଯୁକ୍ତ ଦେବଦତ୍ତ ବାରିକ, ତାଙ୍କୁ ବହୁତ ଆମର କୁଆବଳାରେ ଏବଂ ତାଙ୍କର ଅନୁଦାନରେ ଆଜି ଆମର ଏ ଛାତଟି କୀର୍ତ୍ତନ ମଣ୍ଡଳୀ ଛାତଟି ପରିସମାପ୍ତି ହେବାକୁ ବସିଛି। ସେଥିପାଇଁ ଆମ ଗାଁ ଗ୍ରାମବାସୀମାନେ ଆମେ ବହୁତ ଖୁସି ଅଛୁ। ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଏତିକି ମୋର କେତେ ବର୍ଷ ଅନୁଷ୍ଠାନ ଆଉ ତା ଆଜି ଆମର ପୂରଣ ହେବାକୁ ଯାଉଛି। ଆମ ଗ୍ରାମବାସୀଙ୍କର ଆଶା ଆକାଂକ୍ଷା ସ୍ୱପ୍ନ ସାକାର ହେବାକୁ ଯାଉଛି ଦେବଦତ୍ତ ବାରିକଙ୍କ ଦ୍ୱାରା। ଏହାଦ୍ୱାରା ଗୋଟେ ଆଧ୍ୟାତ୍ମିକ ପରିବେଶ ଲୋପ ପାଉଥିଲା, ଆଜ୍ଞା ଏଇ ମଣ୍ଡପ ହେବା ଦ୍ୱାରା କ'ଣ ପରିବେଶ ହେବ? ନା ଏ ଆଧ୍ୟାତ୍ମିକ ପରିବେଶ ଯେଉଁ ଲୋପ ପାଉଥିଲା ଏହା ହେବା ଦ୍ୱାରା ଲୋକଙ୍କ ମନରେ ସଚେତନତା ଫେରି ପାଇବ। କେତେ ଟଙ୍କା ବ୍ୟବରାତ ପାଖାପାଖି 10ରୁ 12 ଲକ୍ଷ ମୁଁ ଅନୁମାନ କରୁଛି। ମୁଁ ତ ଜାଣିନି ସଠିକ୍, ତଥାପି ଆମେ ଅନୁମାନ କରୁଛୁ ଗ୍ରାମବାସୀ ମାନେ 12 ଲକ୍ଷରୁ ଉର୍ଦ୍ଧ୍ୱ ହେଇପାରେ, କମ୍ ନୁହେଁ। କଲ୍ୟାଣ କରନ୍ତୁ। ଜଣେ ଯୁବକ ଆପଣଙ୍କ ଗାଁରେ ଏଇ ମାଟିର ପୁଅ ଜଣେ ଏତେ ବଡ଼ କାର୍ଯ୍ୟ ହାତକୁ ନେଇଛନ୍ତି, କ'ଣ କହିବେ? ସେଥିପ୍ରତି ଆମ ଗ୍ରାମବାସୀ ବହୁତ ଖୁସି। ସେଥିପାଇଁ ଆପଣ ଦେଖନ୍ତୁ କେତେ ସମସ୍ତ ଗ୍ରାମବାସୀ ମାନେ ଏମିତିକି ଆବାଳ ବୃଦ୍ଧ ବନିତା ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆମେ ଆସି ରୁଣ୍ଡ ହେଇଛୁ। ଆମେ ସେଥିପ୍ରତି ଭଗବାନଙ୍କର ନିକଟରେ ପ୍ରାର୍ଥନା କରୁଛୁ ତାଙ୍କୁ କୋଟି ପରିମାଣ ଦିଅନ୍ତୁ, ସେ ଆହୁରି ଆଗକୁ ଯାଆନ୍ତୁ, ଆମ ଅନୁଷ୍ଠାନ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ବହୁତ ଖୁସି ଲାଗୁଛି। ସେ କରିଛି ମନ୍ଦିର ଆମର ଏଠି ନଥିଲା ଏତେ ମନ୍ଦିର, ସେ ସବୁ ଠାକୁର ଆଣିକି ରଖିଲା। ଆମେ ପଦାକୁ ଯିବାକୁ ପଡ଼ୁଥିଲା ଆମକୁ, ଏଠି ଆମେ ବହୁତ ଉପକୃତ ହେବୁ। ଆଉ ତାକୁ ଭଗବାନ ଭଲରେ ରଖନ୍ତୁ, ସେ ସବୁବେଳେ ଏମିତି ଉନ୍ନତି କରୁ। କେତେ ବର୍ଷ ହେଲା ଏ ଜାଗାରେ ପୂଜା ଅର୍ଚ୍ଚନା କରାଯାଏ? 30 ବର୍ଷ ହେଲାଣି। ଏ ମଣ୍ଡପରେ କେତେ ଯେଉଁ ହେଉଛି ଆପଣଙ୍କୁ ୟା ଦ୍ୱାରା ସବୁ ଗାଁରେ ଯେଉଁମାନେ ମାଆ ମାନେ ରହିଛନ୍ତି
ବୟସ୍କ ବ୍ୟକ୍ତିମାନେ କ'ଣ ସବୁ ଉପକୃତ ହେବେ ଆଉ ଏ କୀର୍ତ୍ତନ ମଣ୍ଡପ ଦ୍ୱାରା କେତେ ଆପଣ ଗ୍ରାମବାସୀ ଭିତରେ ଖୁସି ରହିଛନ୍ତି? ଆମ ଗ୍ରାମବାସୀ ବହୁତ ଖୁସି, ଆମେ ବହୁତ ଖୁସି ଏଥିପାଇଁ, ଆମେ ବି ବହୁତ ଉପକୃତ ହଉଛୁ ଏଥିରେ। ଆଗରୁ ଏ କେମିତି କ'ଣ ପୂଜା ଅର୍ଚ୍ଚନା ଚାଲୁଥିଲା? ଆଗରୁ ଏମିତି ଛୁଆ ଛୋଟ ଛୁଆ ସବୁ ଥିଲେ, ଇଏ ଛୋଟ ଛୁଆ ଖେଳୁ ଖେଳୁ ଏ ମଣ୍ଡପ ଆରମ୍ଭ ହେଇଛି। ଏମିତି ସେ ମାନେ ଗୋଟେ ମିଛର ଗୋଟେ ଜାଣିକି ଛୁଆ ଖେଳନା ଭଳିଆ ସେ ଗୋଟେ ଆସ୍ତେ ଆସ୍ତେ ଗୋଟେ କୁବୁଜି ଫୁବୁଜି ବଜାଇ ଇଏ କରିକି ସେ ଗୋଟେ ଖେଳୁଥିଲେ, ଖେଳୁ ଖେଳୁ ଏ ମଣ୍ଡପ ଆରମ୍ଭ। ତାକୁ ଆଜି ଆପଣ ଗାଁର ଜଣେ ଯୁବକ ନିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରି କରୁଛନ୍ତି, କ'ଣ କହିବେ? ତାକୁ ମୁଁ ବହୁତ ଧନ୍ୟବାଦ ଦେମି। ତା ଜୀବନରେ ସେ ବହୁତ ଉନ୍ନତି କରୁ, ସେ ବହୁତ ଭଲରେ ରହୁ, ଆଉ ଭଗବାନ ତାକୁ ଭଲରେ ରଖନ୍ତୁ।